जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आस्ट्रो सेशन को आगू बढ़ेगा आस्ट्रो सेशन क्रम आम आम पढ़ुले भावर इनस्टिंक्ट्स गुड़ा भावर गोटे गोटे इनसाइड वीडियो करुले आज आम से क्रम पढ़ा 10th हाउस दशम भाव बहुत इंपोर्टेंट भाव सबुठु केंद्र भाव रे सबुठु पावरफुल भाव आउ 10th हाउस आम सब कौन कौन देखा से विषय आज आलोचना करवा चलते आरंभ करवा 10th हाउस इज वेरी वाइटल इन टर्म्स ऑफ वर्क भगवान श्रीकृष्ण कहती जे मनीष कर्म न करिकी दंडे क्षणे रही परिबो नाही मनीष जहाँ भी करुची सेटा गोटे गोटे कर्म मनीष जहाँ भी करुची सेटा गोटे गोटे कर्म जहाँ भी करुची खाऊची पीऊची शोची शोधुची ठीक है ना एक्स वाई जेड जहाँ भी भाबुची से सब ही कर्म अंडर रे आसे तेणु 10th हाउस रे हम कर्म देखु की कर्म ना ईच एंड एवरी कर्म जे कर्म माने जे काली सर्विस सर्विस टा हम 6th हाउस रू देखिबा किंतु प्रत्येक कर्म कौन कौन प्रत्येक कर्म ना जहाँ भाबुचे ए जो ଆମର ଅଛି ନା କାୟନ ବାଚା ମନୁଷ୍ୟ ଇନ୍ଦ୍ରିୟରେ ବା ଆଉ କଣ ଥିଲା କାୟନ ବାଚା ମନୁଷ୍ୟ ଇନ୍ଦ୍ରିୟରେ ବା ଅ, कायस्य ବୁଦ୍ଧ୍ୟାତ୍ମାନ प्रकृति प्रयस्मिन् करोमि हम नारायण से ର କହୁଛି समर्पयामि मोर मन बन्नी କଣ मोर भी ଗୋଟେ ଥାଏ टिके ନା ହଁ କାୟନ ବାଚା ମନୁଷ୍ୟ ଇନ୍ଦ୍ରିୟରେ ବା ବୁଦ୍ଧ୍ୟାତ୍ମାନା ଚ ପ୍ରକୃତି ସ୍ୱଭାବାତ୍ କରୋମି ଯତ୍ର ସକଲମ ପରସ୍ମୈ नारायण येति नारायण ସମର୍ପୟାମି व्यक्ति ଏମିତି ଗୋଟେ ଥିବ सर्व ହଁ ठीक ତ अच्छे ସେଇ ଯୋଉ ଜିନିଷ ହଁ ତ କାୟନ ମାନେ ବଡିରେ ବାଚା ମାନେ ବଚନରେ ମନରୁ ଇନ୍ଦ୍ରିୟରୁ ପ୍ରକୃତିରୁ ସ୍ୱଭାବରୁ ଯାହା ବି କରାଯାଏ ସବୁ କର୍ମ ଅଣ୍ଡରରେ ଆସେ ନହେଲେ ଏମିତିଆ ଶ୍ଲୋକଟା ମନୀଷୀ ମାନେ ନିର୍ମାଣ କରିନଥାନ୍ତେ କାୟନ ବାଚା ମନସେ ଇନ୍ଦ୍ରିୟର ବା ଅ, ବୁଦ୍ଧ୍ୟାତ୍ମାନାଚ ପ୍ରକୃତି ସ୍ୱଭାବାତ ଏମିତି କଣ ଗୋଟେ ଥିବ ଯାହା ବି ମୁଁ ଭୁଲ କହୁଛି ଠିକ କହୁଛି କିନ୍ତୁ ଭାବକୁ ବୁଝିବାକୁ ଚେଷ୍ଟା କର ଶ୍ଲୋକକୁ ବୁଝାଅନି କାୟନ କାୟ ମାନେ ଦେହ କାୟନ ବାଚା ବଚନ ମନ ମନ ଇନ୍ଦ୍ରିୟ ପଞ୍ଚେନ୍ଦ୍ରିୟ ଯୋଉ ଅଛି ପ୍ରକୃତି ସ ବା ଆତ୍ମା ଏଇ ସବୁ ଯାହା ବି କରୁଛି ସେଗୁଡା ସବୁ କର୍ମ ଅଣ୍ଡରରେ ଆସେ ଆଉ ସେଗୁଡାକ ସବୁ ଆମେ ଶୋଇଲା ବେଳେ କହୁ ପ୍ରଭୁ ଆମେ ଆପଣଙ୍କୁ ସମର୍ପଣ କଲୁ ଏଇଟା କହିବାର ତାତ୍ପର୍ଯ୍ୟ କଣ ହୋଲ ପୂଜା ସରିଲା 4-5 ଘଣ୍ଟାର ପୂଜା ହେଲା ସବୁ ପୂଜା ସରି ସାରିଲା ପରେ ଆମେ କହୁଛୁ ନାରାୟଣ ହେ ନାରାୟଣ ମୁଁ ଯାହା ଯାହା ବି କରୁଛି ମୁଁ ଯାହା ଯାହା ବି କହୁଛି ମୁଁ ଆପଣଙ୍କୁ ସମର୍ପଣ କରୁଛି ମୁଁ କାହିଁ କରୁଛି କାରଣ ଏଇ ଦ୍ଵାରା କର୍ମ କରାଯାଏ ଏଇ ଦ୍ଵାରା ଯୋଉ କର୍ମ ଗୁଡାକ କରାଯାଏ ସେ କର୍ମ ଗୁଡାକ ଜେନେରାଲି ଦୋଷ ଯୁକ୍ତ ହୋଇଥାଏ ଆପଣ ଯଦି ମନୁ ସଂହିତାର ଧର୍ମଶାସ୍ତ୍ର ଗୁଡାକ ପଢିବେ ଆ, ସେଇଠି ଆପଣ ପାଇବେ ଯେ ଯୋଉ ସ୍ତ୍ରୀ ଲୋକମାନେ ହୁଅନ୍ତୁ ବା ପୁରୁଷ ଲୋକମାନେ ହୁଅନ୍ତୁ ତାଙ୍କର ଅଜାଣତରେ ସେମାନେ ଆ, କ୍ରୂର କର୍ମ କରିଦିଅନ୍ତି ରୋଷେଇ ଘରେ ଆଉ ଓଳେଇଲା ବେଳେ ଏମିତି ସବୁ ଅଛି ତା ଦେହରେ ବହୁତ କିଛି ଜିନିଷ ଅଛି ଆପଣ ଧର୍ମଶାସ୍ତ୍ରର ମନୁସଂହିତା ପଢିବେ ବା ଧର୍ମଶାସ୍ତ୍ରର କୋଉ ବି ଧର୍ମ ସ୍ମୃତି କୁ ଆପଣ ପଢିଲେ ଆପଣ ସେଟାକୁ କ୍ଲିୟରଲି ଜାଣିପାରିବେ ଠିକ ଅଛି ନା ତେଣୁ ସେ ସବୁକୁ ଆମକୁ ନାରାୟଣକୁ ସମର୍ପଣ କରିବାକୁ ପଡେ କାହିଁକି କରିବାକୁ ପଡେ ନା ଯଦି ଆମେ ସମର୍ପଣର ଭାବ ସହିତ କୌଣସି କାମ ନ କରୁ ସେ କର୍ମ ବଦ୍ଧ କର୍ମ ହେଇଯାଏ ମୁକ୍ତ କର୍ମ ହୁଏନି ସେଟା ବଦ୍ଧ କର୍ମ ହେଇଯାଏ ଯୋଉଟା କି ଭଲ ନୁହଁ ଆଉ କୋଉ ମଣିଷ କହିଦବ ଯେ ମୁଁ ଏକଦମ 100% ପରଫେକ୍ଟ କେହି କହିପାରିବେନି ପୁରୁଷୋତ୍ତମ ବ୍ୟତୀତ ଅନ୍ୟ ଯେତେ ଜଣ ଅଛନ୍ତି ସମସ୍ତଙ୍କ ଭିତରେ ବିକୃତି ଅଛି ସମସ୍ତେ ତାଙ୍କର ପଦ୍ଧତିକୁ ଅପନେଇକି ଗୁରୁଙ୍କ ପ୍ରଦର୍ଶିତ ପଥରେ ଚାଲିବା କଥା ଭୁଲ ଭ୍ରାନ୍ତି ତ ରହିବ ହିଁ ରହିବ କିନ୍ତୁ ଇଣ୍ଟେନସନ ଗଡବଡ ନ ହଉ ମୁଁ ଏଇଟା ବାସ୍ କହିବାକୁ ଚାହୁଁଛି ତମର ଇଣ୍ଟେଣ୍ଟ କଣ ଅଛି ଭାବ କଣ ଅଛି କର୍ମ ପଛରେ ଦାଟ ଇଜ ଇମ୍ପୋର୍ଟାଣ୍ଟ କାରଣ ନାରାୟଣଙ୍କୁ ହୁଅନ୍ତୁ ଭଗବତୀକୁ ହଉ ଗଣେଶକୁ ହୁଅନ୍ତୁ ଆମେ କିଛି ବି କରୁ ତ ସେ କଣ ସେ ସବୁ ପ୍ରସାଦ ଭୋଗ ଗ୍ରହଣ କରନ୍ତି ସେ ଆମର ଭାବ ଗ୍ରହଣ କରନ୍ତି କି ଆମେ କେତେ ମାତ୍ରାରେ ଭାବ ଦେଇ କର୍ମ କରୁ କେତେ ମାତ୍ରାରେ ପୂଜା ଟା ଆମେ ସମର୍ପଣର ଭାବ ସହିତ କରୁ ଏଇଟା ମୁଁ ଆଗରୁ କ୍ଲିୟର କରିଦେଲି ଏଇଟା ଏ ପଏଣ୍ଟ ଟାକୁ କ୍ଲିୟର କରିଦେଲି ଯେ ହ୍ୱାଟ ଇଜ କର୍ମର ଡେଫିନେସନ ଆଉ କର୍ମକୁ କଣ ପାଇଁ ଏମିତି କରିବା ଉଚିତ ପଏଣ୍ଟ ନମ୍ବର 1 ଏବେ ଆମେ 10th ହାଉସ ର କଣ କଣ ସେ ଦେଖିବା ଓଲ୍ଡ କ୍ଲାସିକ ରେ ପୁରାତନ ଆଚାର୍ଯ୍ୟ ମାନେ କହିଛନ୍ତି ଯେ ବ୍ୟାପାର କମର୍ସ ଆଣ୍ଡ ଟ୍ରେଡ ସେଟାକୁ ଆମେ 10th ହାଉସ ରୁ ଦେଖୁ
କିନ୍ତୁ ଜେନେରାଲି ବିଜନେସ ଟା ସେଭେନ୍ଥ ହାଉସ ରୁ ଦେଖାଯାଉଥିଲେ ମଧ୍ୟ ମୁଁ ଯେତେବେଳେ ଭାବ ଫଲମ ପଢେଇବି ସେତେବେଳେ ଆପଣ ମାନେ ବୁଝିପାରିବେ ଯେ ମୁଁ କାହିଁକି ଟେନ୍ଥ ହାଉସ କୁ ପ୍ରଥମେ କହୁଛି କମର୍ସିଆଲ ଟ୍ରେଡ ପାଇଁ। ଇଜ୍ଜତ, କାହାକୁ କେତେ ମାତ୍ରାରେ ଇଜ୍ଜତ ମିଳିବ। କାହାର ଯଦି ଶନିଶ୍ଚର ମହାରାଜ ଟେନ୍ଥ ହାଉସ ରେ ମିଳିଲେ ତାହେଲେ ବସିଲେ ତାହେଲେ ତ କର୍ମ ତାକୁ ଇଜ୍ଜତ ମିଳିବ। କି ଶନିଶ୍ଚର ମହାରାଜ ଟେନ୍ଥ ହାଉସ କୁ ଦେଖିଲେ ତାକୁ କର୍ମରେ ଇଜ୍ଜତ ମିଳିବ। ମୋର ଲଗ୍ନରେ ଶନି ଅଛନ୍ତି, ଶନିଶ୍ଚର ମହାରାଜ ଟେନ୍ଥ ହାଉସ କୁ ଦେଖୁଛନ୍ତି, ମତେ କର୍ମରେ କେତେ ଇଜ୍ଜତ ମିଳୁଛି ପ୍ରତି କର୍ମରେ ମୁଁ ନିଜେ ଦେଖୁଛି। ଠିକ ଅଛି ନା। ଦିନ ପ୍ରତ୍ୟେକ କର୍ମରେ ଯାହା ପାଇଁ ଯାହା ବି କର ହରି ବୋଲ। ତାପରେ ଆ, କଣ ଦେଖୁ, ଜୟ ଦେଖୁ, ୱିନ୍। ଇଏ କର୍ମ କଲେ ଜିତିବ କି ନାହିଁ, ୟାର କର୍ମ କେତେ ସୁଖଦ ରହିବ ଦୁଃଖଦ ରହିବ। ଯଶ ଦେଖୁ, ଅଥରିଟି ଦେଖୁ, ଯଜ୍ଞ ଦେଖୁ, ବଞ୍ଚିବାର ଜୀବିକାର ଉପାୟ ଦେଖୁ, କାର୍ଯ୍ୟର କେତେ ମାତ୍ରାରେ ଅଭିରୁଚି ରହୁଛି ସେଟା ବି ଦେଖୁ, ଆଚାର ଦେଖୁ, ସଦାଚାର ଯାହା କୁହନ୍ତି, ସଦାଚାର ଦୁରାଚାର ଯାହାବି, ମୁଭମେଣ୍ଟ, ହୁକୁମତର କଣ ଓଡିଆ ହବ, ଆଡ ରୁଲରସିପ, ରୁଲର୍ସ। ଆଧିପତ୍ୟ, ଗୁଣ, ଆକାଶ, ଏଗୁଡା ସବୁ। ଏବଂ ମୋଷ୍ଟ ଇମ୍ପୋର୍ଟାଣ୍ଟଲି ଦକ୍ଷିଣ ଦିଗ ସାଉଥ। ଠିକ ଅଛି ନା। ଏବେ ମୁଁ ଆପଣଙ୍କୁ ଗୋଟେ ଛୋଟ କଥା ବୁଝଉଛି। ଇଣ୍ଡିଆର ସବୁଠୁ ନଲେଜିୟସ୍ ପର୍ସନ ଇଣ୍ଡିଆର କୋଉ ପାର୍ଟରେ ରହନ୍ତି, ସାଉଥରେ। ତାପରେ ଠିକ ଅଛି ନା। ଆଉ ଆମେ କଣ କଣ ଦେଖୁ ଟେନ୍ଥ ହାଉସ ରୁ, ଟେନ୍ଥ ହାଉସ ରୁ ଆମେ ଦେଖୁ ଯେ ଯୋଉ ରେସଲିଂ କରନ୍ତି ନା ସେଇଟା ବି ଟେନ୍ଥ ହାଉସ ରୁ ଦେଖୁ। ହୁଁ। ମା ର ଦେହ କେମିତି ରହିବ ସେଟା ବି ଟେନ୍ଥ ହାଉସ ରୁ ଦେଖୁ। ମା କେମିତି ରହିବ ସେଟା ବି ଟେନ୍ଥ ହାଉସ ରୁ ଦେଖୁ। ଆଉ କିଏ ହଁ ଭେରି ଭେରି ଇମ୍ପୋର୍ଟାଣ୍ଟ, କିଏ କେତେ ମାତ୍ରାରେ ମନ୍ତ୍ର ସାଧନା କରିପାରିବ ସେଟା ବି ଟେନ୍ଥ ହାଉସ ରୁ ଦେଖୁ। ଠିକ। ଆଉ କଣ ଦେଖୁ, ସତ୍ୟ ପଥ, ଦ ପାଥ ଅଫ ରାଇଟିୟସନେସ ସେଟା ବି ଦେଖୁ। ସେଲ୍ଫ ରେସ୍ପେକ୍ଟ ବି ଟେନ୍ଥ ହାଉସ ରୁ ଦେଖୁ। ଫେମ ବି ଟେନ୍ଥ ହାଉସ ରୁ ଦେଖୁ। ଏକ୍ସପର୍ଟ ଟିଚିଂ ଆବିଲିଟି ଟେନ୍ଥ ହାଉସ ରୁ ଦେଖୁ। ଠିକ ଅଛି। ହୁଁ। ଏଇଟା ହଉଛି ଇନସାଇଟ, ମାନେ ମୁଁ ନର୍ମାଲି କହୁଛି କିନ୍ତୁ ମୁଁ ଆପରେ ଏହାର ହାୟର ଭର୍ସନ ପଢେଇବି। ଯେ ତମେ କହିବ ଯେ ମୁଁ ଏଇ ଟେନ୍ଥ ହାଉସ ଦେଖୁରି ଏଇଆ ଦେଖିକି ଦେଖିଦେଲି, ପ୍ରତ୍ୟେକ ହାଉସ ବି ଲଗ୍ନ ବନିପାରେ। ପ୍ରତ୍ୟେକ ହାଉସ ତାର ଦଶାନ୍ତର ଦଶାରେ ଲଗ୍ନ ବନିଯାଏ। ଏଇଟା ତମକୁ ବୁଝିବାର ବାକି ଅଛି। ଏଇଟା ମୁଁ ବୁଝେଇବି ସେ ଆଗକୁ ଯାଇକି, କି କେମିତି ତାର ସେଇଟା ଅପରେଟ କରେ। ଅଥରିଟି, ସେଲ୍ଫ କଣ୍ଟ୍ରୋଲ ଟା ବି ଆମେ ଟେନ୍ଥ ହାଉସ ରେ ଦେଖୁ ଭାଇ। ମାନେ କିଏ କେତେ କଣ୍ଟ୍ରୋଲ କରିପାରିବ, କିଏ କେତେ ସହି ପାରିବ। ଆଉ କୌଣସି କର୍ମ କରିବାକୁ ହେଲେ ଆମ ମାଇଣ୍ଡ ପ୍ରଥମେ ଆମକୁ ଇନଭୋକ କରିବ ଏ କାମଟା କରିବା ଉଚିତ। ଯଦି ଆମେ ସିଓର ଅଛୁ, ଆମେ ଯଦି କନଫ୍ୟୁଜ ଅଛୁ ତ ହବନି। ଯଦି ଆମେ ସିଓର ଅଛୁ ତାହେଲେ ଆମ ମାଇଣ୍ଡ ଆମକୁ ଇନଭୋକ କରିବ ୟୁ ସୁଡ ଡୁ ଦିସ୍ ପର୍ଟିକୁଲାର ଟାସ୍କ। ହୁଁ। ସେ ପର୍ଟିକୁଲାର ଟାସ୍କ କୁ ପରସ୍ୟୁ କରିବାଟା ବି ଟେନ୍ଥ ହାଉସ ରୁ। କ୍ଲିୟର। ହୁଁ। ଏତିକି ଜିନିଷ ଆମେ ଟେନ୍ଥ ହାଉସ ରୁ ଦେଖୁ। ଆଉ ଏଇଟା ହେଲା ପାୱାରଫୁଲ କେନ୍ଦ୍ର। ପାୱାରଫୁଲ କେନ୍ଦ୍ର ଇନ ଦ୍ୟାଟ କଣ୍ଟେକ୍ସଟ, ପାୱାରଫୁଲ କେନ୍ଦ୍ର ମାନେ କଣ? ଅ 1 4 7 10 କେନ୍ଦ୍ର ହେଲା। ଠିକ ଅଛି। ତ ହୁଁ। ଟେନ୍ଥ ହାଉସ ହଉଛି ନାରାୟଣଙ୍କର ସ୍ଥାନ ବୋଲି କୁହାଯାଏ। ଯେମିତି 9th ହାଉସ ରେ ମୁଁ କାଲି ପଢିଥିଲା ବେଳେ କିଛି ଟିପ୍ସ ଆଣ୍ଡ ଟ୍ରିକ୍ସ କହିଥିଲି, ଟେନ୍ଥ ହୁଁ। ହାଉସ ହଉଛି ନାରାୟଣଙ୍କର ସ୍ଥାନ। ତାପରେ ମୁଁ ଆପଣଙ୍କୁ ଗୋଟେ ଛୋଟ ଏକ୍ଜାମ୍ପଲ ଦଉଛି। 9th ହାଉସ ରେ ଆମେ କଣ ଦେଖୁଥିଲେ ଭାଇ? ଗୁରୁ ଦେଖୁ, ସ୍ପିରିଚୁଆଲିଜିମ ଦେଖୁ, ହାୟର ଡିଷ୍ଟାନ୍ସ ଦେଖୁ, ତୀର୍ଥଯାତ୍ରା ଦେଖୁ, ବିଭିନ୍ନ ପ୍ରକାର ଜିନିଷ ଦେଖୁ। କାଲି ଏଗୁଡା ଛାଡି ଯାଇଥିଲେ ଏଗୁଡା ବି କହିଦଉଛି। 9th ହାଉସ ର ସଷ୍ଟେନେବିଲିଟି କିଏ ଦବ? ଯଦି ପ୍ରଥମ ହାଉସ ର ସଷ୍ଟେନେବିଲିଟି ଦଉଛି ସେକେଣ୍ଡ ହାଉସ, ତାହେଲେ 9th ହାଉସ ର ସଷ୍ଟେନେବିଲିଟି କିଏ ଦବ? ଟେନ୍ଥ ହାଉସ। କାରଣ ଟେନ୍ଥ ହାଉସ ହଉଛି 9th ରୁ ସେକେଣ୍ଡ। ହୁଁ। ମ୍ୟାକ୍ସିମମ୍ ଦେଖାଯାଏ ଯଦି କୌଣସି ଲୋକର 5th ହାଉସ ଅପରେଟ କରୁଛି, ଆଉ 5th ହାଉସ, ଏଇଟା ବହୁତ ଜାଣିଛି ଏଇଟା ହାଇଫାଇ ହେଇଯିବ, ତଥାପି ଏଇଟା ଶୁଣିଛି ତ କାନରେ ଥାଉ, ମୁଁ ଆଗକୁ ପଢେଇଲା ବେଳେ ପଢେଇବି। ଯଦି 5th ହାଉସ ର ଦଶା ଅପରେଟ କରେ ସେତେବେଳେ କର୍ମରେ ପ୍ରୋବ୍ଲେମ ହୁଏ। ଆଉ ମୁଁ ମାକ୍ସିମମ୍ କୁଣ୍ଡଲି ଦେଖିଛି ଯୋଉମାନଙ୍କର ଚାକିରି ଯାଇଛି ବା କିଛି ସୁଇଚ ଓଭର ହେଇଛି, ଯେତେବେଳେ 5th ହାଉସ ର ଦଶା ଅପରେଟ କରିବ ନା ଭାଇ, ସେତେବେଳେ ହୁଁ। ତାର କିଛି ନା କିଛି କର୍ମ କ୍ଷେତ୍ରରେ ପ୍ରୋବ୍ଲେମ ହବ। କାରଣ 5th ହାଉସ ଇଜ 8th ହାଉସ ଫ୍ରମ 10th ହାଉସ। ଏଇଟା କ୍ଲିୟର କି? ଏଇ ଯୋଉ ଷ୍ଟେଟମେଣ୍ଟ ଟା ଦେଲି ଏଥିରେ କ୍ଲିୟର ଅଛି କି? ହୁଁ। 5th ହାଉସ, ଯଦି 10th ହାଉସ କୁ ଆମେ ଲଗ୍ନ ମାନି ନବା,
ତାହେଲେ ଫିଫ୍ଥ ହାଉସ ହଉଛି ଏଇଟ୍ଥ ହାଉସ ଫ୍ରମ ଦ 10th ହାଉସ। ମ୍ୟାକ୍ସିମମ୍ ଲୋକଙ୍କର ଚାକିରି ଯାଏ ଫିଫ୍ଥ ହାଉସ ର ଦଶା, ଦଶା କିମ୍ବା ଅନ୍ତର୍ଦଶା, ମ୍ୟାକ୍ସିମମ୍ ଲୋକଙ୍କର। ଆଉ ସେମାନେ ତିଲମିଲ ହେଇଯାଆନ୍ତି ଭାଇ କେମିତି ଏତେ। ମୁଁ ଗୋଟେ କୁଣ୍ଡଲି ଦେଖୁଥିଲି ୟୁଏସ ର, ଓରେଗନ ର କୁଣ୍ଡଲି ଦେଖୁଥିଲି। ଆ, ଆପଣ ବିଶ୍ୱାସ କରିବେନି, ଇଣ୍ଟେଲ ରେ ସେ ପିଲାର ଜବ ଥିଲା, ଆମର ଓଡିଶା ପିଲା, ଇଣ୍ଟେଲ ର ଜବ ଥିଲା। ତାର ପ୍ରମୋସନ ଯୋଉ ଦିନ ହେଲା, ଯୋଉ ଦିନ ସେ ପ୍ରମୋସନ ପାଇଲା, ତାର ଠିକ ମାସେ ଭିତରେ ତାର ଫିଫ୍ଥ ହାଉସ ର ଦଶା ଆସିଗଲା ଏବଂ ତାର ଜବ ପଳେଇଲା। ବିକଜ ଫିଫ୍ଥ ହାଉସ ର ପାୱାର ଟା 10th ହାଉସ ଟୁ ଷ୍ଟ୍ରଙ୍ଗ ଥିଲା। ଯଦି ଏଇଟ୍ଥ ହାଉସ ପାୱାରଫୁଲ ହେଲା, ତାହେଲେ ଏଇଟ୍ଥ ହାଉସ ର ଦଶାରେ ମଣିଷକୁ ଏତେ ପୀଡା ହବ, ଏତେ ପୀଡା ହବ, ଏତେ ପୀଡା ହବ ଯେ କହିବା ବାହାରେ। ଆଉ ଏଇଟ୍ଥ ଲର୍ଡ ଯଦି ଇନଫ୍ଲିକ୍ଟ ହେଇଗଲା ଆଉ ଏଇଟ୍ଥ ହାଉସ ର ଦଶା କାହାକୁ ମିଳିଗଲା, ଭଗବାନ କରନ୍ତୁ ଶତ୍ରୁକୁ ଏବେ ଦଶା ନ ମିଳୁ। ଠିକ ଅଛି ନା? ତ ଇଏ ଥିଲା ଆମର 10th ହାଉସ ର ଜିନିଷ। ଏବେ ମୁଁ ଆପଣଙ୍କୁ ଚକ୍ର ବିଷୟରେ କହୁଛି, ସୁଦର୍ଶନ ଚକ୍ର ଆଉ ଇଏ ଆ, ଆମର ହାଉସେସ୍ ଭିତରେ କଣ ଇମ୍ପାକ୍ଟ ଅଛି, ହୁଁ ହୁଁ ଏଇଟା ଭଲସେ ମନ ଦେଇ ଶୁଣନ୍ତୁ। ହୁଁ। ଏଇଟା କହନ୍ତି ଟାଇମ ଅଫ ହୁଇଲ। କଣ କହନ୍ତି ଏଟାକୁ? ଟାଇମ ଅଫ ହୁଇଲ। ସରି, ହୁଇଲ ଅଫ ଟାଇମ, ସରି ହୁଇଲ ଅଫ ଟାଇମ, ହୁଇଲ ଅଫ ଟାଇମ, ହୁଁ ହୁଇଲ ଅଫ ଟାଇମ ଅଣ୍ଡରଷ୍ଟାଣ୍ଡ। ଏଇ ଟପିକ ଟା ଭଲସେ ବୁଝିଯାଆନ୍ତୁ। ହୁଁ ମଣିଷ କିଛି ବି କରିବ ନା, ତାର ପ୍ରେରଣା ଆକାଶରୁ ହିଁ ଆସିବ, ବ୍ୟୋମ ତରଙ୍ଗରୁ ଆସିବ। ବିକଜ ଯୋଉ ଜିନିଷ ସଂସାରରେ ସୃଷ୍ଟି ହେଇଛି ସେ କିଛି ଗୋଟେ ସଟନ ଭାଇବ୍ରେସନ ସୃଷ୍ଟି ହେଇଛି। ଠିକ ଅଛି? ହୁଁ ତମ ମୁଣ୍ଡରେ ଯୋଉ ଭଳିଆ ଭାଇବ୍ରେସନ ସୃଷ୍ଟି ହବ, ତୁମେ ସେଇଭଳି ଭାବରେ କର୍ମ କରିବ। ଆଇଦର ଇଟ ମେ ବି ପଜିଟିଭ ଅର ଇଟ ମେ ବି ନେଗେଟିଭ, ଇଟ ଟୋଟାଲି ଡିପେଣ୍ଡସ ଅପନ ତୁମେ କୋଉ ବ୍ୟୋମ ତରଙ୍ଗରେ ସର୍ଭାଇଭ କରୁଛ। ହୁଁ ବଟ ଯୋଉ ମାନଙ୍କର କନସିୟସନେସ ଲେଭୁଲ, ସେ ବ୍ୟୋମ ତରଙ୍ଗର କନସିୟସନେସ ଲେଭୁଲ ଯୋଉଠି ଏଇ ଜିନିଷ ଗୁଡାକ ଆମେ ରିସିଭ କରୁଛୁ ତାଠୁ ଉପର ଲେଭୁଲକୁ ପଳାଏ, ତାକୁ ଗ୍ରହ ମାନେ ସେତେ ମାତ୍ରାରେ ହଇରାଣ କରନ୍ତି ନାହିଁ। ଆଉ ସେଇଟା କେବଳ ମନ୍ତ୍ର ଜାପ ଦ୍ୱାରା ହେଇପାରେ, ବିନା ମନ୍ତ୍ର ଜାପରେ ହେଇପାରେ ନାହିଁ। ଓମ୍। ହୁଁ କ୍ଲିୟର? ତ ଆମେ ଯେତେବେଳେ କର୍ମକାଣ୍ଡରେ କୌଣସି ଜିନିଷକୁ କର୍ମ କରୁ, ଆମେ ସେତେବେଳେ ଇନଭୋକ କରୁ କଳା ମାନଙ୍କୁ। କଳା ମାନେ ଇନ ଦ୍ୟାଟ କଣ୍ଟେକ୍ସଟ କି ବେସିଂ ଅପନ ଦୋଜ ତତ୍ୱଜ ଏଭ୍ରି ଆଟମସ୍ଫିୟରିକ ଜିନିଷ ଟା ବନା ଯାଇଛି। ବହୁତ ଜୋରେ ଥଣ୍ଡା ହେଇଯାଇଛି ଭାଇ। ତ ହଁ କଣ କହୁଥିଲେ? ହଁ, ତ ସେ ଓମ୍ ଟା ହେଲା ତିନିଟା ଜିନିଷ, ଅ, ଉ ଆଉ ମ। ମ ଟା ଆସୁଛି ବହ୍ନି ମଣ୍ଡଳରୁ। ଓମ ର ଡିଭିଜନ ଟାକୁ ମୁଁ କହୁଛି, କାହିଁକି ମୁଁ କହୁଛି ଏଇଟା ଲାଷ୍ଟକୁ କହିଦେବି। ଏଇଟା ଆପଣ ସପ୍ଟଲ ଦିମାଗରେ ଭାବନ୍ତୁ ଏଇ ଜିନିଷ। ଓଂ ମଙ୍ଗ ବହ୍ନି ମଣ୍ଡଳ 10 କଲାତ୍ମକ ନମଃ। ବହ୍ନି ମଣ୍ଡଳରେ, ଅଗ୍ନି ମଣ୍ଡଳରେ 10ଟା କଳା ଅଛି। ଓଂ ଅଂ ଅଂ ମଙ୍ଗ ବହ୍ନି ମଣ୍ଡଳ 10 କଲାତ୍ମକ ଉଂ ସୋମ ମଣ୍ଡଳ 16 କଲାତ୍ମକ ଅ ଉ ମ। ଭାଇ ମୁଁ ଏଇଟା ଟୋଟାଲ ଏବେ ଟିକେ କନଫ୍ୟୁଜ ହଉଛି, ବଟ ଯୋଉ 16 କଳା, ଯୋଉ 64 କଳା ବା ଯେତିକି କଳା ରହିଛି ସେଇଟା ନା ଏଇ ଓମ ଭିତରେ ଅଛି। ଆପଣ ଯଦି ଦେବୀ ଭାଗବତ ପଢିବେ, ସେଥିରେ କ୍ଲିୟରଲି କୁହାଯାଇଛି ତ୍ୱମ୍ ସ୍ୱାହା ତ୍ୱମ୍ ସଦା ତ୍ୱମ୍ ବଶଟକାର, ଆଉ ଓମ୍ ଟାକୁ ଓମ୍ ଟା ବି ତୁମେ। ତେଣୁ ଯେତିକି କଳାର ଅଧିଷ୍ଠାତ୍ରୀ ଦେବୀ ହଉଛନ୍ତି ଜଗଦମ୍ବା। ଠିକ ଅଛି? ନାଇନ୍ଥ ହାଉସ ରେ ଆମେ କଣ ଦେଖିଲୁ? ଗୁରୁ। ଆଉ ହୁଁ ନାଇନ୍ଥ ହାଉସ ର ପ୍ରୋବ୍ଲେମ କୁ ଠିକ କିଏ କରିବ? ଜଗଦମ୍ବା। ଠିକ ଅଛି? ତ ନାଇନ୍ଥ ହାଉସ ର ସଷ୍ଟେନାବିଲିଟି ଦବ 10th ହାଉସ। ନାଇନ୍ଥ ହାଉସ ଯଦି ସଷ୍ଟେନ କରିବାର ଅଛି, ତମ ଭାଗ୍ୟକୁ ଜାଗ୍ରତ କରିବାର ଅଛି, ତମକୁ କର୍ମ କରିବାକୁ ପଡିବ। ହଁ ସେକେଣ୍ଡ ହାଉସ। ସେକେଣ୍ଡ ହାଉସ ସେଇଟା କିଏ? ସେଇଟା ନାରାୟଣ ନିଜେ ବା ମହାଦେବ, ଯାହାବି ତୁମେ ଯାହାକୁ ବି କନସିଡର କରୁଛ କର। କାରଣ ନା 10th ହାଉସ ହଉଛି ସେକେଣ୍ଡ ହାଉସ ଫ୍ରମ ଦ 9th ହାଉସ। ଏଇ ହୁଁ ଜିନିଷଟା କ୍ଲିୟର ହେଇଗଲା କି? ହୁଁ ଏବେ ଯଦି ପଜିଟିଭ ପ୍ଲାନେଟ ବସିଗଲେ, ଜୁପିଟର କାହାର 10th ହାଉସ ରେ ବସିଗଲା, ସେ ତ ନାମ ନେଇଗଲା ଭାଇ। ଜୁ ପଚାର କାହିଁକି? ଜୁପିଟର 10th ହାଉସ ରେ କୋଉଠାରେ? ସୁଦର୍ଶନ ଚକ୍ର ନା ଆମର ଭାବରେ? ଆରେ ସୁଦର୍ଶନ କଥାଟା ଭୁଲିଗଲି, ସରି। ସୁଦର୍ଶନ ଚକ୍ର କହେ, ସେ ଚକ୍ରଟା ବୁଲୁଛି ନା, ହୁଁ ତୁମେ ଯେମିତି ଯାହାକୁ ଯୋଉ ଭଳି ଭାବରେ କରିଛ, ୟୁନିଭର୍ସ ତମକୁ ସେମିତି ସେଇଭଳି ଭାବରେ ଲଉଟେଇବ। ୱିଥ ଟୁ ଟାଇମ୍ସ, ଆଟଲିଷ୍ଟ ଟୁ ଟାଇମ୍ସ ସ୍ପିଡ। ତମକୁ ଯଦି ପୀଡା ହଉଛି, ତମେ କାହାକୁ ପୀଡା ଦେଇଛ।
ହୁଁ ଦ୍ୟାଟ୍ସ ଫର ସିଓର। ତମେ ଯଦି କିଛି ପାଉଛ ତାହେଲେ ତମେ ତ କାହାକୁ କିଛି ଦେଇଛ। ତମକୁ ଯଦି କିଛି ଫ୍ରିରେ ମିଳୁଛି ତମେ ଜାଣ ଯେ ଏଇଟା ଫ୍ରିରେ ମିଳିନି। ହୁଁ ତମେ ସେତିକି ଲୋକ ପାଇଁ କରିଛ ବୋଲି ତମକୁ ଏଟାକୁ ମିଳିଛି। ୟୁନିଭର୍ସରେ କିଛି ଜିନିଷ ଫ୍ରି ନୁହଁ। ନଥିଙ୍ଗ ଇଜ ଫ୍ରି ହିୟର। ସମସ୍ତେ କାର୍ମିକ ପ୍ୟାଟର୍ନରେ କାର୍ମିକ ବନ୍ଧନରେ ବନ୍ଧି ହେଇକି ଅଛନ୍ତି। ନଥିଙ୍ଗ ଇଜ ଫ୍ରି ହିୟର ଏଟାକୁ ପୁରା ସିଓର ହେଇଯାଅ। ସୁଦର୍ଶନ ଚକ୍ର କହିଛି ହ୍ୱିଲ ଅଫ ଟାଇମ ରେ, ଯୋଉଟା କି ଯାହାର ଚାବି କେବଳ ଆଦିକର୍ତ୍ତାଙ୍କ ପାଖରେ ଅଛି, ତ ସେ କଣ କରନ୍ତି ନା ସେ କେବେ ଏଟାକୁ ବୁଲାନ୍ତିନି। ବଟ୍ ଏ କିଛି ସମୟ ପାଇଁ ଆକୁ ଷ୍ଟେ କରିଦେଇ ପାରିବେ। ଯେମିତି ସାବିତ୍ରୀ ସତ୍ୟବାନ କେସରେ 7 ଦିନଟା 7 ରାତି ହେଇଯାଇଥିଲା। ହୁଁ ମ୍ୟାକ୍ସିମମ୍ କେସରେ ଏ ହୁଇଲ ଅଫ ଟାଇମ କେବେ ଚେଞ୍ଜ ହୁଏନି। ମାନେ ଅ, ଇଏ ଆଗକୁ ହିଁ ମାଡି ଚାଲିବ। ଠିକ ଅଛି ନା। କିନ୍ତୁ କିଛି ସମୟ ପାଇଁ ସେଟା ଷ୍ଟେ କରାଯାଇପାରେ। ସେଇଟା ବି ତା ଇଚ୍ଛାରେ। ଆଉ କୌଣସି ଯଦି ସାଧକ ସେତିକି ଆମାଉଣ୍ଟର ହାଇଏଷ୍ଟ ଲେଭୁଲ ସାଧକ ହେଇଥିବ ସେ ତାକୁ ଷ୍ଟେ କରିପାରିବ ବା ତା ସହିତ ଛେଡଖାନି କରିପାରିବ ବା ତାକୁ ଅଲ୍ଟର କରିପାରିବ। ଏଇଟା ମୁଁ କାହିଁକି କହୁଛି? କାହିଁକି ନା 10th ହାଉସ ହଉଛି ତୁମ ଜୀବନର କର୍ମ। ତୁମେ ଯାହା ବି କରିବ ସେଥିରେ, ଯଦି 10th ହାଉସରେ କେତୁ ଆସିଗଲା, ଡିଟାଚ ଫ୍ରମ ୟୁର କର୍ମ। ଏଭ୍ରିଥିଙ୍ଗ ୱିଲ ବି ଡିଟାଚ। ଯୋଉ କର୍ମ କରିବ ତମକୁ ଡିଟାଚ ହେଇକି କରିବାର ଅଛି। ଆଉ ତମେ ଯଦି ମନ ଲଗେଇକି କରଲ ତମକୁ ସେଇଠି ତଡା ଖାଇବାକୁ ପଡିବ। 10th ହାଉସରେ ଜୁପିଟର ଆସିଗଲା। ଟେନ୍ଥ ତଡା ହାଉସରେ ଖାଇବ। ଜୁପିଟର ଆସିଗଲା। ଆରେ ସିରିୟସଲି ଭାଇ କରିକି ଦେଖ। ଦେଖ ଧର୍ମଚିତ ମୁଁ କର୍ମ। 1000 ଚାର୍ଟ କହୁଛି। ବା ଧର୍ମଚିତ କର୍ମ। ସନ୍ ଆସିଗଲା ଅଥରିଟେଟିଭ କର୍ମ। ମାର୍ସ ଅର୍ଥ ଆସିଗଲା ସେନାପତି। ହୁଁ ସେନାପତି ମାନେ ଇନ ଦ୍ୟାଟ କଣ୍ଟେକ୍ସଟ କି ଭାଇ ସିଏ ଇଏ କର୍ମ କରୁଥିବା ଦରକାର। ମାନେ ୟୁନିଫର୍ମ ଜବ କରୁଥିବା ଦରକାର। ଷ୍ଟ୍ରିକ୍ଟ ଡିସିପ୍ଲିନ ବାଲା ଜବ କରୁଥିବା ଦରକାର। ଶନିଶ୍ଚର ଆସିଗଲେ ଏତେ ଫିଜିକାଲ ମେହନତ ଦେବେ ଯେ ବୋଉ ଲୋ କହନା। କିନ୍ତୁ ନା ହଉନଥିବ। ନା ହ୍ୟୁମିଲିଏସନ ମିଳୁଥିବ। ମତେ ପଚାର ମୁଁ କହିବି। ଆଉ ବହୁତ ଜଣ ଅଛନ୍ତି ଏଠି ତାଙ୍କର ବି ଚାର୍ଟରେ ଅଛି। ଠିକ ଅଛି ନା। ତ ଆଉ କିଏ ରହିଲେ? ବୁଦ୍ଧ ରହିଲେ। ଭାଇ ବୁଦ୍ଧ ରହିଲେ ଭାଇ ବହୁତ ବଢିଆ ଭାଇ। ହୁଁ ବହୁତ ବଢିଆ। ବୁଦ୍ଧ ରହିଲେ ବହୁତ ବଢିଆ। କର୍ମ ମାନେ ତାର କିଛି ଚିନ୍ତା ନାହିଁ। ଗୋଟା ଚାଲିଲା ଗୋଟେ ଆନନ୍ଦରେ ପରମାନନ୍ଦ ହେଇକି ଚାଲିବା ବାଲା। ବାଁ ହାତର ଭେନସ ସଫଳ ରହିଲେ କଣ ହବ? ହେଇଗଲା। ଅବଭିୟସଲି ଯଦି ହୁଁ 10th ହାଉସରେ ବୁଦ୍ଧ ବସିଗଲା ଭାଇ, ଯଦି ତାକୁ କେହି ଦେଖୁନାହାନ୍ତି ପାପ ମୁକ୍ତ ବୁଦ୍ଧ ଅଛି ସେ। ହୁଁ ଇଣ୍ଡିପେଣ୍ଡେଣ୍ଟ ଅଫ ଏଭ୍ରିଥିଙ୍ଗ ହିଜ ୱାର୍କ ଇଜ ଲାଇକ ଫନ୍। ୱିଦାଉଟ୍ ସପୋର୍ଟ ଡୁ ଏନିଥିଙ୍ଗ। ଫନ୍ ମାନେ ସେ ମଜାରେ କରିବ କିଛି ନାହିଁ। ତାର କର୍ମକୁ ତା କିଛି ବାସିରେ କେୟାର ନାହିଁ। ଚାଲ କରିନବା। ହୁଁ ଠିକ ଅଛି। ତ ଆଉ କିଏ ରହିଲେ? ଭେନସ ରହିଲା। ଭେନସ ରହିଲା ହି ୱିଲ ବି ଦ ମାଷ୍ଟର ଅଫ ଡିପ୍ଲୋମାସି ହୁଁ while doing task। ଠିକ ଅଛି। ଆଉ କିଏ ରହିଲା? ତ ରାହୁ ମହାରାଜ ରହିଲା। ଆଉ ଅନଅର୍ଥୋଡକ୍ସ ୱାର୍କ ଯୋଉଟା କି ସମସ୍ତେ କରୁନଥିବେ। ହଁ ଆଉ ସେ କର୍ମ କ୍ଷେତ୍ରରେ ଏତେ ଫେମସ ହବରେ ଭାଇ, ଚାहे ପଜିଟିଭଲି ହଉ ଚାहे ନେଗେଟିଭଲି ହବ ତ ସିଓର। ହୁଁ ତାର ମାନେ ତାର ଛୋଟ ମୋଟ ହବନି। ମାନେ ଯେତେକ ଭଲ ଇଏ ମିଳିବ କଣ ସେଟା କହନ୍ତି? ମାନେ ବଡ ବଡ କାଣ୍ଡ କରିକିନା ନା ଇନକମ କରିବ। ହଁ ବଡ ବଡ କାଣ୍ଡ ଦେଉଳ ତୋଳିଲେ ନା ଆଉ ସେପଟେ ବି ନା। ବୁଝିପାରୁଛ ତ। ତ ଏଇଟା ତ ହବ ହିଁ ହବ। ସେ ପଜିଟିଭ ହଉ ଆଉ କିଏ ନେଗେଟିଭ ହଉ ରହିଲେ? କିନ୍ତୁ ସେ କାଣ୍ଡରେ ହିଁ ନା ହବ। ହଁ କାଣ୍ଡରେ ହିଁ ନାଁ ହବ। ତାଙ୍କର ଏ ଛୋଟ ମୋଟ ନାଁ ନାହିଁ। ତମ ବହୁତ ବଡ ନାଁ ହବ ଓ ସଂସାର ଜାଣିବ। ଆଉ କଣ ସେଇଟା? ଶନି, ରାହୁ, କେତୁ, ମର୍କ୍ୟୁରି, ଚନ୍ଦ୍ର। ଜୁପିଟର, ଚନ୍ଦ୍ର। ଆରେ ବାପ ରେ ବାପ। ଇଏ କମ୍ବିନେସନ ଭଗବାନ ନାରାୟଣ କାହାକୁ ନ ଦିଅନ୍ତୁ। ହୁଁ ଏ 10th ହାଉସ ଚନ୍ଦ୍ର ଇଜ ଭେରି ବ୍ୟାଡ କମ୍ବିନେସନ। ଆଇଦର ତୁ ଟ୍ରାଭେଲ ବାଲା ଜବ କରିନେ, ନହେଲେ ତୁ ଅଫିସରେ ଟ୍ରାଭେଲ କରି କରି ଜବ୍ କରିନେ। ତୁ ଯଦି ସିଟିଂ ଜବ୍ କଲୁ ତାହେଲେ କାମ ଟ୍ରାଭେଲ ଆଉ ହେଇଯିବ। ତତେ ସ୍ଥିର କାର, ତାହେଲେ ତାର କାମ ଟ୍ରାଭେଲ କରିଯିବ। ଏଇଠୁ କାମ ଏଇଠି ତିଷ୍ଠିବ ନାହିଁ। ମୁଁ ତମକୁ ଗୋଟେ ପୁରା ମୋ ପାଖରେ କୁଣ୍ଡଲି ଅଛି ମୁଁ ଦେଖେଇବି ତମକୁ। କେବେ ହୁଁ ଆଗକୁ ଯାଇ ଚାଲିକି ଦେଖେଇବି। ଅ 4 ନମ୍ବର କୁଣ୍ଡଲି ଥିଲା କର୍କଟ ଲଗ୍ନର। ଚନ୍ଦ୍ର ହିଁ ଲଗ୍ନ ଲର୍ଡ ଆଉ ସେ 10th ହାଉସରେ ବସିଛନ୍ତି। ହୁଁ ଇଏ ପିଲା ର ଜବ କଣ ପାଇଁ ଗଲା ଶୁଣୁ। ଇଏ ପିଲା ଆଗରୁ ଟ୍ରାଭେଲିଂ ଜବ କରୁଥିଲା ତାର ଅଫିସ ତରଫରୁ। ଠିକ ଅଛି। ବହୁତ ବଢିଆ କାମ କଲା। ଏତେ ସୁନ୍ଦର କାମ କଲା ତାକୁ ପ୍ରମୋସନ ମିଳିଗଲା। ହୁଁ ଠିକ ଅଛି। ହୁଁ ଯେମିତି ପ୍ରମୋସନ ମିଳିଗଲା ତା ଅଫିସରେ କ୍ୟାବିନ ମିଳିଗଲା। 2 ମାସ ଭିତରେ ଜବ ପଳେଇଲା। ହୁଁ
ଠିକ ଅଛି ନା। ତ ଏଇଟା ଗୋଟେ ଛୋଟ ଇନସାଇଟ୍ ଭିଡିଓ ଥିଲା। ଏଇଆ ହିଁ ଯେ ମୁଁ ଯାହା କହୁଛି ସେଇଆ ହିଁ ହବ ସେଟା ମାନେ ନାହିଁ, ବଟ୍ ଗୋଟେ ସମ୍ଭାବନା ଥାଏ ନୈସର୍ଗିକ କାରକ ତତ୍ତ୍ୱକୁ ଅନୁଯାୟୀ। ତ ଆଜିର ସେସନ ଆମେ ଏମିତି ଜାଣିଲେ ଯେ ଟେନ୍ଥ ହାଉସ ବିଷୟରେ। ନେକ୍ସଟ ସେସନ ଆମେ 11 ଜାଣିବା, ତାପରେ 12 ଜାଣିବା, ତାପରେ ଭାବାତ ଭାବ ଫଲନ କରିବା ଏବଂ ତାପରେ ଦଶା ଲଗ୍ନ ଟେକ୍ନିକ କରିବା। ଏତିକି କରିକି ଛାଡିଦବା, ତାପରେ ଆମେ କମ୍ବିନେସନ ଗୁଡା ପଢିବା ପୁରାତନ ଆଚାର୍ଯ୍ୟ ମାନଙ୍କର। ଠିକ ଅଛି ନା। ଆଚାର୍ଯ୍ୟ ମାନେ କଣ କହିଛନ୍ତି ଆଉ ତାର ମଡର୍ନ ଡେ ଇଣ୍ଟରପ୍ରିଟେସନ ଆକର୍ଡିଂ ଟୁ ମଡର୍ନ ସିଚୁଏସନ କଣ ହବ ତାକୁ ଭେରିଫାଇ କରିବା। ତ ଆଜିର ସେସନ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।